ବାରଙ୍ଗ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଅନୁଧ୍ୟାନ କଲେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ନୂତନ ସରକାର ଗଠନ ହେବା ପରେ ଜଙ୍ଗଲ ମନ୍ତ୍ରୀ ଭାବେ ଶପଥ ନେବା ପରେ ମଙ୍ଗଳବାର ଅପରାହ୍ନରେ ଶ୍ରୀ ଖୁଣ୍ଟିଆ ପ୍ରଥମ କରି ନନ୍ଦନକାନନ ଗସ୍ତରେ ଆସିଥିଲେ। ନନ୍ଦନକାନନର ପ୍ରାଣୀ ଚିକିତ୍ସାଳୟ କଲରାପତରିଆ ବାଘ ଖୁଆଡ଼, କଳା ଲୋମଯୁକ୍ତ ବାଘ, ମେଲାନିଷ୍ଟିକ୍ ଖୁଆଡ଼, ଜିରାଫ ଖୁଆଡ଼, ହୁଲକ ଗିବନ ଖୁଆଡ଼, ସିମ୍ପାଜି ଆଦି ବୁଲି ଜନ୍ତୁମାନଙ୍କ ରହଣି, ଖାଦ୍ୟପେୟ ଏବଂ ସେମାନଙ୍କ ଯତ୍ନ ବିଷୟରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏଥିସହ ନନ୍ଦନକାନନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟ ଏବଂ ଏହାର ବିକାଶ ଉପରେ ଆଲୋଚନା କରିଥିଲେ। ନନ୍ଦନକାନନ କିପରି ବିଶ୍ୱସ୍ତରୀୟ ହେବ ସେ ନେଇ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ ସୁଶାନ୍ତ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର, ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ରହିଥିଲେ। ବାରଙ୍ଗରୁ ଜିତେନ୍ଦ୍ର ସାସମାଲଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।